ଯେତେବେଳେ ସେ ଝିଅ ବଞ୍ଚିଥିଲା ସେତେବେଳେ ସେ ପୋଲିସ ପ୍ରିନ୍ସିପାଲ ପ୍ରତାପ ଷଡଙ୍ଗୀ ଏମପି ଆମର ଶିକ୍ଷା ମନ୍ତ୍ରୀ ଏମାନଙ୍କୁ ନ୍ୟାୟ ମାଗିଥିଲା କିନ୍ତୁ କେହି ତା ପ୍ରତି ଆକ୍ସନ ନେଇ ନଥିଲେ। ସମସ୍ତେ ହାଲକାରେ ଭାବି ନେଇଥିଲେ, ହାଲକାରେ ସମସ୍ତେ ନେଇଥିଲେ, କିଏ ତାହାକୁ ନ୍ୟାୟ ଦେଇ ନଥିଲେ କି ତାକୁ ସୁରକ୍ଷା ବି ଦେଇ ନଥିଲେ। ଆଜି ସେ ଝିଅ ମଲା ପରେ ଏତେ କଡା ସୁରକ୍ଷାରେ ତାକୁ ତାଙ୍କ ଗାଁ ନିଆଯାଉଛି କଣ କରିବା ପାଇଁ? ସମାଧି କରିବା ପାଇଁ। ଯଦି ସେଇ ସୁରକ୍ଷା ଯେତେବେଳେ ସେ କମ୍ପ୍ଲେନ କରିଥିଲା ସେତେବେଳେ ଯଦି ତମେ ଦେଇଥାନ୍ତ ଆଜି ତାର ଜୀବନ ବଞ୍ଚିଥାନ୍ତା। କିନ୍ତୁ ଏଇଟା କାହା ଭୁଲ ପାଇଁ ଜୀବନ ଗଲା? ନିଶ୍ଚୟ ଏଇଠି ସରକାରର ହାତ ଅଛି, ଆଉ ଯୋଉ ଏବିଭିପି ପିଲାମାନେ ସେମାନଙ୍କର ବି ଏଇଠି ହାତ ଅଛି। ଯେତେବେଳେ ଏମ୍ସ ହସ୍ପିଟାଲରେ ସେ ଝିଅଙ୍କୁ ରଖାଯାଇଥିଲା ଜାଣି ଶୁଣିକି ସେମାନଙ୍କୁ ସିକ୍ୟୁରିଟି ଭଳିଆ ସେମାନଙ୍କୁ ଜଗା ଯାଇଥିଲା। କାହାକୁ? ଏବିଭିପି ପିଲାମାନଙ୍କୁ। କୋଉ ରାଜନେତା ଦଳ ଦେଖି ଯିବା ପାଇଁ ଚାହୁଁଥିଲେ କିନ୍ତୁ ତାକୁ ଦେଖା କରିବା ପାଇଁ ଦିଆଯାଉନଥିଲା। କଣ ପାଇଁ ଦିଆଯାଉନଥିଲା? ସମସ୍ତେ ଜାଣିଛନ୍ତି ସେ ଝିଅଟା ଅଲରେଡି ଡେଥ୍ ହେଇଥିଲା, କିନ୍ତୁ ଏଇଟା ଗୋଟେ ନାଟକ ଥିଲା। ବାସ୍ ମହାମୟୀ ରାଷ୍ଟ୍ରପତି ଆସନ୍ତୁ ତାପରେ ଯାଇ ତାକୁ ଡିକ୍ଲେୟାର କରାହବ। ତା ପୂର୍ବରୁ ବି ଲୋକ କହିଛନ୍ତି କି ଏଇଟା ଖାଲି ରାଷ୍ଟ୍ରପତି ପାଇଁ ଜଗା ହେଇଛି, ଯଦି ରାଷ୍ଟ୍ରପତି ଆସିଲା ତାହେଲେ ଡିକ୍ଲେୟାର କରାହବ କି ସେ ଝିଅ ମରିଯାଇଛି ବୋଲି। ସତକୁ ସତ ସେଇଆ ହିଁ ହେଲା। ରାଷ୍ଟ୍ରପତି ଆସିଲା ଆଜି ରାତି 12ଟା 11ଟା ବେଳେ ଡିକ୍ଲେୟାର ହେଲା କି ହଁ ଝିଅଟା ମରିଗଲା।